ତାହେଲେ କାଲି ସମସ୍ତେ ସକାଳୁ ଜଲ୍ଦି ବାହାରି ଯିବା ଆଉ ନହେଲେ ପହଞ୍ଚୁ ପହଞ୍ଚୁ ଡେରି ହେଇଯିବ ରେ ବାପା। ଆରେ ଆମ ଗାଁରୁ ସମସ୍ତେ କୁଆଡେ ଯିବାକୁ ବାହାରିଛ କିରେ? ଆରେ ଆମେ ସମସ୍ତେ କାଲି ପୁରୀ କି ଯାଉଛୁ ରଥଯାତ୍ରା ଦେଖିବା ପାଇଁ। କଣ ଗାଁ ଲୋକ ସମସ୍ତେ ପୁରୀ ଯାଉଛ? ଆଉ ଭଲ ହେଲା ଆଉ ଆମକୁ ବି ସାଙ୍ଗରେ ନେଇଯିବ ଆଉ କଣ। ଆରେ ଆମେ ଯେତିକି ଲୋକ ହେଲୁଣି ସେଥିରେ ତ ଗାଡି ଫୁଲ ହେଇଯିବ। ତମ ପାଇଁ ଜାଗା କାଇଁ? ଦେଖ ବା ଗାଁଟା ସାରା ଲୋକ ଯାଉଛନ୍ତି, ଆମକୁ ଟିକେ ନବା ପାଇଁ ତାଙ୍କର ଜାଗା ହଉନି। ଓ ହେଲେ ତମକୁ କାଇଁ ଥାଙ୍ଗଲ ନବୁ? ବନଭୋଜିକୁ ଯାଇ ତୋ ନାଟ କୀର୍ତ୍ତନ ଖୋଲିଥିଲ, ହେଇଥିଲେ ମନ ବୁଝିଲାନି ଦେ ପୁଣି ଏବେ ଦିବାକୁ ବାହାରିଲି ତ। କାଲିଲେ ଜାଗା ଥିଲେ ବି ତୁମ ମାନଙ୍କୁ ଆମ ଥାଙ୍ଗଲେ ତମା ନବୁନି। ଓ ହଉ ନିଅ ବା, ଆମକୁ କଣ ଯାଇ ଆସିନି ନା ଆମେ ପୁରୀ ଦେଖିନୁ? ଏଇ ଚାଲରେ ବାଧିଆ ଯିବା। ପୁରୀକୁ କେତେ ଟ୍ରେନ ଯାଉଛି, ଆମେ ଆମ ଗ୍ରୁପ ଟ୍ରେନରେ ଚାଲିବାନି? ଚାଲେ। ରଥଯାତ୍ରା କିନ୍ତୁ ସବୁ ବର୍ଷ ରଥଯାତ୍ରା ଭାରି ନିଆରା ହେଇଯିବ। ଦେଖୁନୁ ଭକ୍ତ ମାନଙ୍କ ଭିଡ କେମିତି ଧୀରେ ଧୀରେ ବଢିବାରେ ଲାଗିଛି। ମାଲିକ ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା। ତାଙ୍କରି ଭକ୍ତି ଆଉ ପ୍ରେମ ହିଁ ତ ଭକ୍ତ ମାନଙ୍କୁ ବିଶ୍ୱର କୋଣ ଅନୁକୋଣରେ ଏଠାକୁ ଟାଣି ଆଣୁଛ। ଆଉ ସେଇ ଲକ୍ଷ ଲକ୍ଷ ଭକ୍ତ ମାନଙ୍କୁ ଦେଖା ଦେବା ପାଇଁ ମହାପ୍ରଭୁ ନିଜେ ମନ୍ଦିର ଛାଡି ବଡ ଦାଣ୍ଡରେ ବିରାଜ କରିଛନ୍ତି। ଆରେ ହଁ, ସବୁ ସେଇ କାଳିଆର ଇଚ୍ଛା ହେଲା। ହଉ ହଉ ଚାଲନ୍ତୁ, ଗଜପତି ମହାରାଜ ଆସିଲେଣି। ବର୍ତ୍ତମାନ ଛେରା ପହରା ଆରମ୍ଭ ହବ। ଚାଲରେ। ଜାଣ ରଥ ଟଣାଟା ଏଯାଇ ହେଇନି। ଚାଲ ସେପଟେ କିଛି ଖାଇଦେଇକି ଟିକେ ସମୁଦ୍ର ଆଡେ ବୁଲିକି ପଳେଇ ଆସିବା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏବେ ତ କିଛି ଗହଳି ହେଇନି, ଆଗକୁ ଆହୁରି ହବ ଦେଖିବ। ସବୁ ସେଇ କାଳିଆର ଲୀଳା। ତା ବଡ ଦାଣ୍ଡ, ତା ବଡ ଦେଉଳ, ତା ବଡ ନେତ, ଆଉ ତା ରଥ ବି ବଡ। ହେଲେ ଭାଇ ତମେ ଠାକୁରଙ୍କ ବେଶରେ କାହିଁକି ଆସିଛ? ଆରେ ଦେଖ ଆଜି କେତେ ଲୋକ କେତେ ବେଶରେ ଆସିଛନ୍ତି। କିଏ ହନୁମାନଙ୍କ ବେଶରେ, କିଏ ଶିବଙ୍କ ବେଶରେ, ଆଉ ଆମେ ଆସିଛୁ କାଳିଆଙ୍କ ବେଶରେ। ଆମେ ଠିକ ସମୟରେ ଆସି ପହଞ୍ଚିଥିଲେ ବାପା। ଏଇ ଦେଖ ଗଜପତି ମହାରାଜ ଆସୁଛନ୍ତି। ଏବେ ଛେରା ପହରା ହବ, ତାପରେ ରଥ ଟଣା ହବ। ହେ ପ୍ରଭୁ ଜଗନ୍ନାଥ, ଜଗନ୍ନାଥ ବଳିଆର ପୂଜ। ଏତେ ବଡ ରାଜା ଭାଇ ଗୋଟେ BMW କି ମର୍ସିଡିଜରେ ନ ଆସି ଏମିତି ପାଲିଙ୍କିରେ କଣ ଆସୁଛନ୍ତି ବା? ଆରେ ମୂର୍ଖ, ରାଜା ଆମ ଓଡିଶାର ପୁରାତନ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଏମିତି ପାଲିଙ୍ଗରେ ବସି ଛେରା ପହରା କରିବାକୁ ଆସନ୍ତି, ବୁଝିଲୁ? ବଂଶୀ କାକା, ଛେରା ପହଁରା କଣ? ଏଥିରେ କଣ କରାଯାଏ? ଆରେ ଛେରା ପହଁରା ହଉଛି ରଥଯାତ୍ରାର ଏକ ପାରମ୍ପରିକ ରୀତିନୀତି। ଛେରା ଅର୍ଥ ସୁବାସିତ ଚନ୍ଦନ ଜଳସିଞ୍ଚନ, ଆଉ ପହଁରା ମାନେ ତ ଜାଣିଥିବ ଆଉ। ହେଲେ କାକା, ଏ ଖାଲି ମାଲିଆ କାମ ଅନ୍ୟ କେହି ନ କଲିକି ଖାଲି ଗଜପତି ମହାରାଜ କାହିଁକି ଚଲିଥାନ୍ତି? ଆରେ ଏ ଛେରା ପହଁରା ପରମ୍ପରା ଆଜିକାଲିରେ ନୁହଁ, ଗଜପତି ପୁରୁଷୋତ୍ତମ ଦେବଙ୍କ ଆମୋଦରୁ ଦୀର୍ଘ 500 ବର୍ଷରୁ ଉର୍ଦ୍ଧ୍ୱ ହେଲା ଯାହା ଚାଲି ଆସିଛି। ରାଜା ଏହା କରିବା ଦ୍ୱାରା ଜନସମାଜକୁ ଏହି ସୂଚନା ମିଳୁଛି ଯେ ଆଜି ମହାପ୍ରଭୁଙ୍କ ଆଗରେ କେହି ଧନୀ ଗରିବ କିମ୍ବା ଶାସକ ଶାସିତ ନୁହନ୍ତି। ପ୍ରଭୁଙ୍କ ଆଗରେ ସବୁ ସମାନ। ହଁ ବାପ, ତୁ ଠିକ କହିଛୁ। ଆଜି ଏଠି କେହି ରାଜା ପ୍ରଜା ନୁହନ୍ତି। ଆଜି କେବଳ ଜଣେ ହିଁ ରାଜା, ମୋ କାଳିଆ ରାଜା। ବୋଲ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜୟ। ଜୟ ଜଗନ୍ନାଥ।